ରାଧେ ଶ୍ୟାମ। ତ ଆଜି ମୁଁ ଏକ ନୂଆ ଗୀତାକୁ ଆରମ୍ଭ କରିବି। ସେଇ ଗୀତା ନାଁଟି ହେଉଛି ଯଥାର୍ଥ ଗୀତା। ଆପଣ ଦେଖିନିଅନ୍ତୁ। ଏଇଠି ବି ସେଇ ପ୍ରଥମ ଗୀତାରେ ମୁଁ ଯାହା ପଢ଼ିଥିଲି ଗୀତ ଆକାରରେ ପଢ଼ିଥିଲି। ଏଇଠି ସମ୍ପୂର୍ଣ୍ଣ ଗୀତ ନାହିଁ, ଏଇଠି ବୁଝାଯାଇଛି ସମ୍ପୂର୍ଣ୍ଣ ବାକ୍ୟ ହିସାବରେ। ତ ଆମେ ଏଇଠୁ ବି ବହୁତ ଜ୍ଞାନ ପାଇପାରିବା। ବହୁତ ମୋଟା ବହିଟେ। ତ ଆପଣମାନେ ଏଇ ବହି ସରିବା ପର୍ଯ୍ୟନ୍ତ ମଧ୍ୟ ଏଇ ଭିଡ଼ିଓକୁ ଦେଖିବେ। ବହୁତ ସାରାଂଶ ପାଇବେ, ବହୁତ ଜ୍ଞାନ ପାଇବେ। ତ ଚାଲନ୍ତୁ କ'ଣ କହୁଛନ୍ତି ସେଇଠୁ ଆରମ୍ଭ କରିବା। ପ୍ରଥମ ଅଧ୍ୟାୟ ଶ୍ରୀମଦ୍ ଭଗବତ ଗୀତା, ଯଥାର୍ଥ ଗୀତା। ଧୃତରାଷ୍ଟ୍ର ପଚାରିଲେ, ହେ ସଞ୍ଜୟ, ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏକତ୍ର ଯୁଦ୍ଧ କରିବା ଇଚ୍ଛା ନେଇ ଉପସ୍ଥିତ ଥିବା ମୋର ଏବଂ ପାଣ୍ଡୁକ ପୁତ୍ରମାନେ କ'ଣ କଲେ? ଧୃତରାଷ୍ଟ୍ର ପଚାରୁଛନ୍ତି ସଞ୍ଜୟକୁ ଯେ ସେଇ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଯେଉଁ ଯୁଦ୍ଧ କରିବା ପାଇଁ ଇଚ୍ଛା କରିଛନ୍ତି, ଉପସ୍ଥିତ ଅଛନ୍ତି, ସେଠି ମୋ ପୁତ୍ରମାନେ କ'ଣ କଲେ? ସଞ୍ଜୟକୁ ପଚାରୁଛନ୍ତି ଧୃତରାଷ୍ଟ୍ର। ତ ଅଜ୍ଞାନ ରୂପୀ ଧୃତରାଷ୍ଟ୍ର ଏବଂ ସଞ୍ଜୟ ରୂପୀ ସଞ୍ଜୟ। ଅଜ୍ଞାନ ମନର ଅନ୍ତରାଳରେ ରହିଥାଏ। ଅଜ୍ଞାନ ଦ୍ୱାରା ଆବୃତ ମନ ଧୃତରାଷ୍ଟ୍ର ଜନ୍ମାନ୍ଧ। ଏଠି ଲେଖା ହେଇଛି ଅଜ୍ଞାନ ଦ୍ୱାରା ଆବୃତ ମନ ଧୃତରାଷ୍ଟ୍ର ଜନ୍ମାନ୍ଧ, ମାନେ ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ, ସେ କଥା କହିଛନ୍ତି। କିନ୍ତୁ ସଞ୍ଜୟ ରୂପୀ ସଞ୍ଜୟଙ୍କ ମାଧ୍ୟମରେ ସେ ଦେଖୁଥାଏ ଓ ଶୁଣୁଥାଏ। କିନ୍ତୁ ଧୃତରାଷ୍ଟ୍ର ରାଜା ସଞ୍ଜୟ ଯେଉଁ କହୁଛନ୍ତି, ତାଙ୍କ ମାଧ୍ୟମରେ ସେ ଶୁଣନ୍ତି ଓ ଦେଖନ୍ତି। ସେ ଜାଣିଥାଏ ଯେ ପରମାତ୍ମା ହିଁ ସତ୍ୟ, କିନ୍ତୁ ଯେଉଁ ପର୍ଯ୍ୟନ୍ତ ଏହାଠାରୁ ଉତ୍ପନ୍ନ ମୋହରୂପୀ ଦୁର୍ଯ୍ୟୋଧନ ଜୀବିତ ଅଛି, ଏହାଙ୍କ ଦୃଷ୍ଟି ସଦୈବ କୌରବମାନଙ୍କ ଉପରେ ହିଁ ରହିଥାଏ, ଅର୍ଥାତ୍ ବିକାରମାନଙ୍କ ଉପରେ ହିଁ ରହିଥାଏ। ଶରୀର ଏକ କ୍ଷେତ୍ର ଅଟେ। ଯେତେବେଳେ ହୃଦୟ ଦେଶରେ ଦୈବୀ ସମ୍ପଦର ବୃଦ୍ଧି ଘଟେ, ସେତେବେଳେ ଏହି ଶରୀର ଧର୍ମକ୍ଷେତ୍ର ହୋଇଥାଏ। କହୁଛନ୍ତି, ଯଦି ଏଥିରେ ଆସୁରୀ ସମ୍ପଦ ବଢ଼ିଯାଏ, ତେବେ ଏହା କୁରୁକ୍ଷେତ୍ର କୁହାଯାଏ। ଯେ ଯେତେବେଳେ ହୃଦୟ ଦେଶରେ ଦୈବୀ ସମ୍ପଦ ବୃଦ୍ଧି ଘଟେ, ସେତେବେଳେ ଶରୀରରେ ଧର୍ମକ୍ଷେତ୍ର ହୋଇଥାଏ ଓ ଯେତେବେଳେ ଆସୁରୀ ସମ୍ପତ୍ତି ବଢ଼ିଯାଏ, ସେତେବେଳେ କୁରୁକ୍ଷେତ୍ର ହୋଇଥାଏ। ବହୁତ ବଢ଼ିଆ କଥା କହିଛନ୍ତି। କୁରୁ ଶବ୍ଦର ଅର୍ଥ ହେଉଛି କର। ଏହି ଶବ୍ଦ ଆଦେଶାତ୍ମକ ଓ ଶ୍ରୀକୃଷ୍ଣ କହୁଛନ୍ତି ପ୍ରକୃତିରୁ ଉତ୍ପନ୍ନ ତିନି ଗୁଣ ଦ୍ୱାରା ପରବଶ ହୋଇ ମନୁଷ୍ୟ କର୍ମ କରେ। ଶ୍ରୀକୃଷ୍ଣ କହୁଛନ୍ତି ଯେ ପ୍ରକୃତିର ତିନି ଗୁଣକୁ ନେଇ ମଣିଷ ପ୍ରକୃତି ଦ୍ୱାରା କର୍ମ କରିଥାଏ। ସେ କ୍ଷଣ ମାତ୍ରେ କର୍ମ ନ କରି ରହିପାରେ ନାହିଁ। ଗୁଣ ତାହା ଦ୍ୱାରା ଅବଶ୍ୟ କର୍ମମାନ କରାଇ ନିଏ ଓ ଶୋଇଗଲେ ମଧ୍ୟ କର୍ମ ବନ୍ଦ ହୁଏ ନାହିଁ। ଭଗବାନ କହୁଛନ୍ତି ଶୋଇଗଲେ ମଧ୍ୟ କର୍ମ ବନ୍ଦ ହୁଏ ନାହିଁ। ଗୁଣ ଦ୍ୱାରା ଅବଶ୍ୟ କର୍ମମାନ କରାଇ ନିଏ ଓ ନିଦ୍ରା ମଧ୍ୟ ସୁସ୍ଥ ଶରୀର ପାଇଁ ଅବଶ୍ୟ ଭୋଜନ ହୋଇଥାଏ। ନିଦ୍ରା ଆମର ସୁସ୍ଥ ଶରୀର ପାଇଁ ଭୋଜନ ଅଟେ। ତିନି ଗୁଣ ମନୁଷ୍ୟକୁ ଦେବତା ଠାରୁ କୀଟ ପତଙ୍ଗ ପର୍ଯ୍ୟନ୍ତ ବିଭିନ୍ନ ଯୋନିରେ ଭ୍ରମଣ କରିଥାଏ। ଆମର ଏଇ ତିନି ଗୁଣକୁ ମନୁଷ୍ୟ ଦେବତା ଠାରୁ କୀଟ ପତଙ୍ଗ ପର୍ଯ୍ୟନ୍ତ ବିଭିନ୍ନ ଯୋନିରେ ଭ୍ରମଣ କରିଥାଏ। ଯେତେବେଳେ ଯାଏ ପ୍ରକୃତି ଓ ପ୍ରାକୃତିରୁ ଉତ୍ପନ୍ନ ଗୁଣ ସମୂହ ଜୀବିତ ଅଛନ୍ତି, ସେତେବେଳେ ଯାଏ କୁରୁ ଲାଗି ରହିଥିବ। ଅତଏବ ଜନ୍ମ ମୃତ୍ୟୁ ରୂପୀ କ୍ଷେତ୍ର ବିକାର ସମୂହ କ୍ଷେତ୍ର ହିଁ କୁରୁକ୍ଷେତ୍ର। ପରମ ଧର୍ମ ଓ ପରମାତ୍ମାରେ ପ୍ରବେଶ କରାଉଥିବା ପୁଣ୍ୟମୟୀ ପ୍ରବୃତ୍ତି ଅର୍ଥାତ୍ ପାଣ୍ଡବମାନଙ୍କ କ୍ଷେତ୍ର ହିଁ ଧର୍ମକ୍ଷେତ୍ର। ଓ ପୁରାତତ୍ତ୍ୱବିତ୍ ମାନେ ପଞ୍ଚାବରେ କାଶୀ ପ୍ରୟୋଗ ମଧ୍ୟରେ ତଥା ଅନେକାନେକ ସ୍ଥଳରେ କୁରୁକ୍ଷେତ୍ରର ଅନୁସନ୍ଧାନ କରିବା ପାଇଁ ପ୍ରୟାସ କରିଥାନ୍ତି।
କିନ୍ତୁ ଗୀତାକାର ଶ୍ରୀକୃଷ୍ଣ ସ୍ୱୟଂ କହିଛନ୍ତି ଯେ ଯେଉଁ କ୍ଷେତ୍ରରେ ଏହି ଯୁଦ୍ଧ ହୋଇଥିଲା ତାହା କେଉଁଠି? ଇଦଂ ଶରୀର କନ୍ତେୟ ରେକ୍ଷେତ୍ର ମିଥ୍ୟ ଭିଦିକ୍ଷୟ ଭିଦିୟତେ ଗୀତା ଅର୍ଥାତ୍ ହେ ଅର୍ଜୁନ ଏ ଶରୀର ହିଁ କ୍ଷେତ୍ର ଅଟେ ଏବଂ ଯେଉଁ ବ୍ୟକ୍ତି ଏହାକୁ ଜାଣିଥାଏ ଏହାର ପାର ପାଇଯାଏ ସେ ହିଁ କ୍ଷେତ୍ରଜ୍ଞ। ଆଗକୁ ସେ କ୍ଷେତ୍ରରେ ବିସ୍ତାର ପୂର୍ବକ ବର୍ଣ୍ଣନା କରିଛନ୍ତି ଯେଉଁଥିରେ 10 ଇନ୍ଦ୍ରିୟ ମନ ବୁଦ୍ଧି ଅହଙ୍କାର ଓ 5 ବିକାର ଏବଂ 3 ଗୁଣର ବର୍ଣ୍ଣନ ରହିଛି। ଶରୀର ହିଁ କ୍ଷେତ୍ର ଅଟେ। ଏହା ଏକ ଆଖଡ଼ା। ଏଥିରେ ଲଢ଼ୁଥିବା ପ୍ରଭୃତି 2ଟି ଦୈବୀ ସମ୍ପଦ ଓ ଆସୁରୀ ସମ୍ପଦ ପାଣ୍ଡୁଙ୍କ ସନ୍ତାନ ଓ ଧୃତରାଷ୍ଟ୍ରଙ୍କ ସନ୍ତାନ ସଜାତୀୟ ଓ ବିଜାତୀୟ ପ୍ରଭୃତି। ଯେ କହୁଛନ୍ତି ଅନୁଭବୀ ମହାପୁରୁଷଙ୍କ ଶରଣରେ ଯିବା ଦ୍ୱାରା ଏହି ଦୁଇ ପ୍ରଭୃତି ମଧ୍ୟରେ ସଂଘର୍ଷ ସୂତ୍ରପାତ ହୋଇଥାଏ। ଏହା କ୍ଷେତ୍ର ଓ କ୍ଷେତ୍ରଜ୍ଞର ସଂଘର୍ଷ ଏବଂ ଏହାର ବାସ୍ତବିକ ଯୁଦ୍ଧ ବିଶ୍ୱଯୁଦ୍ଧମାନଙ୍କରେ ଇତିହାସ ଭରି ରହିଛି କିନ୍ତୁ ସେଥିରେ ବିଜୟ ଲାଭ କରିବା ବ୍ୟକ୍ତିକୁ ମଧ୍ୟ ଶାଶ୍ୱତ ବିଜୟ ମିଳିଥାଏ। ଏହା ତ ପରସ୍ପରଙ୍କ ମଧ୍ୟରେ ପ୍ରତିଶୋଧ ମାତ୍ର। ପ୍ରକୃତି ସର୍ବଦା ସମନ କରି ପ୍ରକୃତିର ଊର୍ଦ୍ଧ୍ୱରେ ସେହି ସତ୍ତାଙ୍କ ଦିଗ୍ଦର୍ଶନ କରିବା ଏବଂ ସେଥିରେ ପ୍ରବେଶ କରିବା ହିଁ ବାସ୍ତବିକ ବିଜୟ। ଏହା ଏପରି ଏକ ବିଜୟ ଯାହାର ପଶ୍ଚାତରେ ପରାଜୟ ନଥାଏ। ଏହା ହିଁ ମୁକ୍ତି ଯାହା ପଛରେ ଜନ୍ମ ଓ ମୃତ୍ୟୁ ବନ୍ଧନ ରହିଥାଏ। ଏହିପରି ଅଜ୍ଞାନ ଦ୍ୱାରା ଆଚ୍ଛାଦିତ ପ୍ରତ୍ୟେକ ମନ ସଂଯୋଗ ଦ୍ୱାରା ଜାଣିପାରିଥାଏ ଯେ କ୍ଷେତ୍ର ଓ କ୍ଷେତ୍ରଜ୍ଞ ଯୁଦ୍ଧରେ କ'ଣ ହେଲା। ବର୍ତ୍ତମାନ ସଂଯମରେ ଯାହାର ଯେତିକି ଉତ୍ଥାନ ହୁଏ ତାହାର ସେତିକି ଦୁଷ୍ଟ ଗୋଚର ହୋଇଥାଏ। ତ ସେତିକିରେ ରଖିବା। ପୁଣି ପଢ଼ିବା ଆଗକୁ କ'ଣ କ'ଣ କଥା ଚାଲିଛି କ'ଣ ଏ ବିଷୟରେ ଜାଣିବାକୁ ଦେଉଛନ୍ତି। ତ ଏତିକିରେ ଆପଣ କ'ଣ ବୁଝିଲେ କେମିତି ଲାଗିଲା ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ। राधे श्याम। आप सबका मंगल हो। ब्लेसिंग ब्लेसिंग ब्लेसिंग।